ଆପଣ ବହୁତ ପ୍ରକାର ମଟର ପରଟା ଖାଇଥିବେ କିନ୍ତୁ ଆଜିର ମଟର ପରଟା ହେଉଛି ବହୁତ ଇଜି ଟେଷ୍ଟି ଆଣ୍ଡ ସଫ୍ଟ। ତେଣୁ ଏମିତି ମଟର ପରଟା ଥରେ ବନାନ୍ତୁ, ତା ସହିତ ପୋଡ଼ା ଟମାଟୋ ଚଟଣି। ନମସ୍କାର, ଆପଣ ସମସ୍ତଙ୍କୁ ଏପି କିଚେନ୍ ଓଡ଼ିଆରେ ବହୁତ ବହୁତ ସ୍ୱାଗତ। ଚାଲନ୍ତୁ ଆଜିର ମଟର ପରଟା ରେସିପି ଆରମ୍ଭ କରିବା। ଦେଖନ୍ତୁ, ଏଇ ଗିନାରେ ଗୋଟେ ଗିନା ଫ୍ରେଶ୍ ମଟର, ତା ସହିତ 2ଟା କଞ୍ଚା ଲଙ୍କା ରାଗ ଅନୁସାରେ ଆପଣ ଗ୍ରାଇଣ୍ଡିଙ୍ଗ କରିବାକୁ ପଡ଼ିବ। ତା ସହିତ ଗୋଟେ ମୁଠା ପୁରା ଫ୍ରେଶ୍ ଧନିଆ ପତ୍ର ନେଇଯିବେ। ତାକୁ ଦେଖନ୍ତୁ, ପ୍ରଥମେ ମୁଁ ଗ୍ରାଇଣ୍ଡିଙ୍ଗ କଲି, ଟିକେ ଦରଦରା ହେଲା। ଏଇ ଯେଉଁ ଗିନା ମୁଁ ନେଇଥିଲି ସେଇ ଗିନାରେ ଗୋଟେ ଗିନା ପାଣି ନେଇଛି, ଅଳ୍ପ ଟିକେ ପାଣି ଦେଇକି ପୁରା ଏକଦମ ଫାଇନ୍ ପେଷ୍ଟ ବନେଇଦେବେ। ଏଇ ଗିନାରେ ମୁଁ ଏବେ 2 ଗିନା ଅଟା ନେବି, ଆପଣ ମେମ୍ବର ଅନୁସାରେ ନେବେ। ଏବେ ଆମେ ତା ଦେହରେ ଟିକେ ଜୁଆଣି ଦେବା। ସବୁବେଳେ ଏମିତି ପରଟା ସହିତ ଟିକେ ଜୁଆଣି ଦେବେ, ତା ସହିତ ଟିକେ କଳା ଜିରା ଦେବେ। ଏ ଦୁଇଟାର ଫ୍ଲେଭର ବହୁତ ବଢ଼ିଆ। ଟିକେ ହେଙ୍ଗୁ ଦେବେ, ଡାଇଜେସନ୍ ପାଇଁ ବହୁତ ଭଲ। ସ୍ୱାଦ ଅନୁସାରେ ଟିକେ ଲୁଣ ଦେଇଦେବେ। ତାପରେ ଆମେ ଆକୁ ଟିକେ ଟେଷ୍ଟି କରିବା ପାଇଁ ଆଉ ମାନେ କୁରକୁରା ମୁସମୁସିଆ କରିବା ପାଇଁ ଟିକେ ଅଏଲ୍ ଦେବେ। ବେଶୀ ଦେବେନି, 1 ଟେବୁଲ୍ ସ୍ପୁନ୍ ଦେବେ, ହେଇଯିବ। ସେଇଥିରେ ଆମେ ସଫ୍ଟ କରିବା ପାଇଁ ବଏଲ୍ ଆଳୁ କିଛି ମ୍ୟାଶ୍ କରିକି ଦେବା। ସବୁବେଳେ ଆପଣ ମଟର ପରଟାରେ ଟିକେ ବଏଲ୍ ଆଳୁ ଦେବେ ଚକଟିଲା ବେଳେ, ଯେଉଁଟାକି ପରଟାକୁ ବହୁତ ସଫ୍ଟ କରେ। ନଚେତ୍ ପରଟା ଟିକେ ହାର୍ଡ଼ ହେଇଯାଏ, ଖାଇବାକୁ ଇଚ୍ଛା ହୁଏନି। ତାପରେ ଆମେ ଏଇ ଯେଉଁ ପେଷ୍ଟ ବନେଇଥିଲେ ଗ୍ରୀନ୍ ମଟରର, ସେଇ ପେଷ୍ଟ ଦେଇକି ପ୍ରଥମେ ଆପଣ ଚକଟିବେ। ଯଦି ଦରକାର ପଡ଼ିବ ତାହେଲେ ପାଣି ଦେବେ, ନଚେତ୍ ଦେବେନି। କିନ୍ତୁ ଡୋ ସଫ୍ଟ ହେବ, ବେଶୀ ହାର୍ଡ଼ ରଖିବେନି, ଯେଉଁଟାକି ପରଟାଟା ହାର୍ଡ଼ ରଖିଲେ ଆଦୌ ଭଲ ହେବନି। ଦେଖନ୍ତୁ, ମୁଁ ଚକଟି ନେଲି। ଏବେ ଆମେ ଏଥିରେ ସେଇ ଗୋଟେ ଗିନା ପାଣି ମୁଁ ଯେଉଁ ନେଇଥିଲି, ଦେଖନ୍ତୁ ଅଧ ଗିନା ଅଛି, ସେଇଥିରୁ ଟିକେ ଟିକେ ଛିଞ୍ଚିକି, ପାଣି ବେଶୀ ଦେଇଦେବେନି, କାରଣ ମଟର ଧନିଆ ପତ୍ର ସବୁଥିରେ ମଶ୍ଚର ଥାଏ। ତାପରେ ଦେଖନ୍ତୁ, ଭଲ ଭାବରେ ତାକୁ ଆପଣ ଚକଟି ନେବେ। ଯେତିକି ପାଣି ଲାଗିଲା ମୁଁ ଆପଣଙ୍କୁ ଦେଖେଇବି। ଚକଟି ସାରିଲା ପରେ ଟିକେ ଅଏଲ୍ ଦେଇକି ତାକୁ ଘୋଡ଼େଇକି ରଖିଦେବେ। ଦେଖନ୍ତୁ, ସେଇ ଗୋଟେ ଗିନା ପାଣିରୁ ଆହୁରି ମୋର 1/4 ଉପରେ ପାଣି ବଞ୍ଚିଗଲା। ରେଷ୍ଟରେ ଛାଡ଼ିଦେଲି ଅଟାକୁ। ଆଉ ମୁଁ କହିଥିଲି ନା ଆଜି ପୋଡ଼ା ଟମାଟୋ ଚଟଣି, ଦେଖନ୍ତୁ ବହୁତ ଟେଷ୍ଟ ଲାଗେ। ବହୁତ ଦୁଇଟା ଆଗକାଳ କେମିତି ଚୁଲିରେ ପୋଡ଼ିକି ଖାଉଥିଲେ, ଆଜିର ତ ଏତେ ସୁବିଧା ନାହିଁ, ଆମେ ଗ୍ୟାସ୍ରେ ପୋଡ଼ିକି ଖାଇଦେବା। ତାହେଲେ 2ଟା ଟମାଟୋ ବଡ଼ ବଡ଼ ନେଇଛି, 2ଟା ଦେଶୀ ରସୁଣ ନେଇଛି, କଞ୍ଚା ଲଙ୍କା ମଧ୍ୟ 2ଟା ତା ଦେହରେ ଟିକେ ପୋଡ଼ିଛି। ଆପଣ ତାକୁ ପୋଡ଼ି ସାରିଲା ପରେ ଦେଖନ୍ତୁ, ଗ୍ୟାସ୍ ଅଫ୍ କରିଦେଲି। ଏବେ ତାକୁ ଥଣ୍ଡା ହେବାକୁ ଛାଡ଼ି ଦେଇଛି ଚଟଣିକୁ। ଏବେ ଦେଖନ୍ତୁ ଅଟା କେତେ ସଫ୍ଟ ଅଛି ନା। ପରଟା ସବୁବେଳେ ଅଟା ଏତିକି ସଫ୍ଟ ରହିଲେ ଆପଣଙ୍କ ପରଟାଟା କିଛି ଦରକାର ହିଁ ନାହିଁ, ଆପଣ ସେମିତି ହିଁ ଖାଇଦେବେ ସାଇଡ଼୍ ଡିଶ୍। ଏବେ ଆମେ ଆଉ ଟିକେ ଆକୁ ହେଲ୍ଦି ବନେଇବା। ଦେଖନ୍ତୁ, ମୁଁ ଫାଷ୍ଟ ଅଟା ଟିକେ ଦେଇଦେଲି, ଟିକେ ବେଲିବା। ତାପରେ ଆ ଦେହରେ ମୁଁ କ'ଣ ଦେଉଛି ଦେଖନ୍ତୁ, ଯେଉଁଟାକି ଆପଣ ଗେସ୍ କରିସାରିବେଣି, ସେଇଟା ବହୁତ କ୍ୟାଲସିୟମରେ ଏକଦମ ଭରପୁର। ବେଳେବେଳେ ଆମର ମନେ ପଡ଼େନି ଖାଇବା ପାଇଁ, ଆମେ ଏଇ ଫର୍ମରେ ଟିକେ ଖାଇଦେଲେ ଆମ ପେଟକୁ ନିହାତି ଯିବ, ଦେହ ପାଇଁ ଭଲ। ସେଇଟା ହେଉଛି ଧଳା ରାଶି। ଦେଖନ୍ତୁ, ଧଳା ରାଶି ଟିକେ ଦେଇକି ବେଲିବେ। ମୁଁ ଆପଣଙ୍କୁ 2 ପ୍ରକାର ଦେଖେଇଦେବି କେମିତି ଧଳା ରାଶିଟା ଆମେ ଏଇଥିରେ ୟୁଜ୍ କରିବା। ଏବେ ଆମେ ତାୱାରେ ତାକୁ ପରଟାଟିକୁ ସେକି ନେବା। ଆପଣ ନନଷ୍ଟିକ୍ ତାୱା ବ୍ୟବହାର କରିପାରନ୍ତି, ଆଇରନ୍ ତାୱା ବ୍ୟବହାର କରିପାରନ୍ତି। ଦେଖନ୍ତୁ, ଏବେ ମୁଁ ତାୱା ବସାଇ ଦେଇଛି। ସବୁବେଳେ ମୁଁ କହିଛି ପରଟା ସେକିଲା ପୂର୍ବରୁ ମୁଁ ଘିଅ, ତେଲ, ବଟର ଯାହା ଆପଣଙ୍କର ଦରକାର ସେଇଟା ଟିକେ ଦେଇକି ପରଟାଟା ଦେବେ, ହେଲେ ପରଟାଟା ଭଲ ସେକି ହୁଏ, ପୋଡ଼ି ପୋଡ଼ି ଗଲା ଭଳିଆ ଲାଗେନି। ଏବେ ଆମେ ପରଟାଟାକୁ ପୁରା ସଫ୍ଟ କରିକି ଭଲ ଭାବରେ 2 ପଟ ଯାକ ଏକଦମ ଦେଖନ୍ତୁ ସେକି ନେବା। ସତରେ ପରଟା ଏତେ ଭଲ ହେଇଥିଲା, ଏଇଟା ମୋ ସାନ ଝିଅର ଡିମାଣ୍ଡରେ ହିଁ ହେଇଥିଲା। ମାନେ ଭଲ ପରଟା ମାମା ଗୋଟେ ବନାଅ ଯେଉଁଟା ସଫ୍ଟ ଟେଷ୍ଟି ହେଇଥିବ, ସେଥିପାଇଁ ମୁଁ ଏଇଟା ବନେଇଥିଲି। ଦେଖନ୍ତୁ କେତେ ବଢ଼ିଆ ଲାଗୁଥିଲା। ଆପଣଙ୍କ ପିଲାମାନେ ବି ନିହାତି ପସନ୍ଦ କରିବେ ମୋର ଆଶା। ଆଉ ମୋ ରେସିପି ଆପଣଙ୍କୁ ଭଲ ଲାଗୁଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ବେଲ୍ ଆଇକନ୍କୁ ପ୍ରେସ୍ କରିବେ, ନୂଆ ଭିଡ଼ିଓର ନୋଟିଫିକେସନ୍ ଆସିଯିବ। ଆପଣଙ୍କର କମେଣ୍ଟରେ ମୁଁ ସବୁବେଳେ ଅପେକ୍ଷା କରେ। ଦେଖନ୍ତୁ, ଏଇଟା କେତେ ସୁନ୍ଦର ହେଇକି ଏବେ ପୁରା ସେକି ହେଇଗଲା। ଆପଣ ଆଉ ଟିକେ ଯଦି କଲର୍ କରିବାକୁ ଚାହିଁବେ ତାହେଲେ କରିବେ, କିନ୍ତୁ ଫ୍ଲେମ୍ ଅଧିକ ଜମା ବଢ଼େଇବେନି, ପୋଡ଼ି ପୋଡ଼ି ଯିବ। ମୁଁ ଏତିକିରେ ବାହାର କରିଦେଇଥିଲି। ମୁଁ କହିଲି ନା ଆଉ ଗୋଟେ ପ୍ରକାର ମୁଁ ଆପଣଙ୍କୁ ଦେଖେଇଦେବି, ଆପଣ କେମିତି ସେ ଧଳା ରାଶିଟାକୁ ବ୍ୟବହାର କରିବେ। ଦେଖନ୍ତୁ,
ପ୍ଲେଟ୍ରେ ରାଶି ନେଇଯିବେ ତା ଉପରେ ଅଟା ଗୁଳାଟାକୁ ଏମିତି ଟିକେ ଲଗେଇଦେବେ। ହେଲେ କ'ଣ ଯେମିତି ଆମର ଆପଣ ଜାଣିଥିବେ ଆରିସା ପିଠା ଗଢ଼ିଲା ବେଳେ ଆମେ କେମିତି ରାଶି ଲଗାଉଛେ, ସେମିତି ହେଲେ ରାଶି ଟିକେ ବେଶୀ ପରିମାଣରେ ଯାଏ, ଦୁଇ ସାଇଡ଼୍ରେ ମଧ୍ୟ ଯିବ, ଯେଉଁଟାକି ବେଶୀ ପରିମାଣରେ ଆମେ ଟିକେ ଧଳା ରାଶି ଖାଇବାକୁ ପାଇବା। ଏବେ ସେମିତି ହିଁ ଅଟା ଦେଇକି ଯେମିତି ପ୍ରଥମ ପରଟା ଆମେ କରିଥିଲେ ସେମିତି ହିଁ କରିନେବା। ଦେଖନ୍ତୁ ଏଇ ପରଟାଟା ବି ମୁଁ ସେକି ନେଲି। ସବୁଗୁଡ଼ିକ ଆପଣ ଏହିପରି ବନେଇବେ, ପିଲାମାନଙ୍କୁ ବହୁତ ଭଲ ଲାଗିବ। ଗ୍ରୀନ୍ ମଟରଟା ବି ବହୁତ ପିଲା ଖାଆନ୍ତିନି, ଏଇ ଫର୍ମରେ ଆପଣ ତାକୁ ଖୁଆଇ ପାରିବେ। ଆମେ ଯେଉଁ ଟମାଟୋ ପୋଡ଼ିଥିଲେ ଆପଣ ତା ଦେହରେ ସୋରିଷ ତେଲ, ପିଆଜ, ଧନିଆ ପତ୍ର, ଲୁଣ ଦେଇକି ଚଟଣି ବନେଇ ନେବେ। ରହୁଛି, ନମସ୍କାର।